जाकुन्देन्दु तुषारहार धवला जा शुभ्रवस्त्रावृता जा वीणावरदण्डमण्डितकरा जा श्वेता पद्मासना जा ब्रह्मच्युत शङ्कर प्रभृतिभिः देवे सदा वन्दिता सा मां पातु सरस्वती भगवती निःशेषजड्यापहा। शुभ अपराह्न पिला माने मोर अति प्रिय समस्त षष्ठ श्रेणीर छात्र छात्री तथा शिक्षक शिक्षयित्री मानंकु मु सुवर्णमय भैसाल हेमगिर ब्लॉक रो सरकारी उन्नीत उच्च विद्यालय रो शिक्षयित्री समस्त को आज यही वर्चुअल क्लास को आंतरिकतार सहित स्वागत तथा शुभेच्छा जनाउछि। तो पिला माने आज आमे षष्ठ श्रेणी रो आम साहित्य बहिर पद्य जोटा कि कवि पद्मचरण पट्टनायक द्वारा रचित जन्मभूमि ताहा एठारे पाठ करिबा। तो आमे पाठ करिबा आगरु जिबा स्मार्ट बोर्ड पाख। तो पिला माने आमे पद्यटी पढ़िबा पूर्वरु गोटे वीडियो देखिबा जन्मभूमि रो बा ओडिसा रो गोटे वीडियो देखि। देख देख श्री मंदिर श्रीमंदिर दीजे मोर कालिया मुखी चारु कौन देख सुंदर घना घना बन साजी सबुकी देख सुंदर धर्म के जाति सब परब देख पीठ केते रंग देख
ପିଲାମାନେ ଭିଡିଓଟି ତମେ ଦେଖିଲ ତାପରେ ଭଲ ଲାଗିଥିବ ତ ଠିକ ଅଛି ଆମେ ଯିବା କବି ପରିଚୟ ପାଖକୁ ତ କବି କିଏ କବି ପଦ୍ମଚରଣ ପଟ୍ଟନାୟକ ତାଙ୍କ ବିଷୟରେ ଆମେ କିଛି ଜାଣିବା ଠିକ ଅଛି ତ ଜାତୀୟତାବାଦୀ କବି ପଦ୍ମଚରଣ ପଟ୍ଟନାୟକ ଏହି କବିତାର କବି କବି ପଦ୍ମଚରଣ ପଟ୍ଟନାୟକ ସତ୍ୟବାଦୀ କାବ୍ୟ ଚେତନାର ଏକ ବିଶିଷ୍ଟ ସାଧକ କଳମଣି ଗୋପବନ୍ଧୁଙ୍କର ଆଦର୍ଶରେ ଉଦ୍ବୁଦ୍ଧ ହୋଇ ସେ ଅନେକ କବିତା ରଚନା କରିଛନ୍ତି କବି ପଦ୍ମଚରଣ ପଟ୍ଟନାୟକଙ୍କର ରଚନାରେ ମାତୃଭୂମି ପ୍ରତି ପ୍ରୀତି ଜାତୀୟତା ବୋଧ ପ୍ରକୃତି ଉପାସନା ପରିସ୍ଫୁଟ ଇତ୍ୟାଦି ପରିଲକ୍ଷିତ ହୋଇଅଛି ତାଙ୍କର କୃତିମାନଙ୍କରେ ଧଉଳି ପାହାଡ ଖୋର୍ଦ୍ଧା ପ୍ରଥମେ ଦର୍ଶନେ ତ୍ରିବେଣୀ ତଟେ ପଦ୍ମ ପାଖୁଡା ଆଶା ମଞ୍ଜରୀ ସୂର୍ଯ୍ୟମୁଖୀ ସୁନାର ଦେଶ ଗୋଲାପ ଗୁଚ୍ଛ ସ୍ୱର୍ଣ୍ଣରେଣୁ ଆଦି ରଚନା ଓଡ଼ିଆ ଭାଷା ପ୍ରେମୀଙ୍କ ପାଇଁ ଅତ୍ୟନ୍ତ ଉଲ୍ଲେଖଯୋଗ୍ୟ କୃତି ରୂପରେ ପରିଚିତ ଅଛି ଏହି ସୁନାମଧନ୍ୟ କବିଙ୍କର ଜନ୍ମ 1885 ମସିହା ଖୋର୍ଦ୍ଧା ଜିଲ୍ଲା ପାଞ୍ଚଗାଁ ଠାରେ ହୋଇଥିଲା ଏବଂ ମହାପ୍ରୟାଣ 1956 ମସିହାରେ ଘଟିଥିଲା ତାମାନେ ଆମେ କଣ କରିବା କବିତାଟିକୁ ପଢିବା ଜନ୍ମଭୂମି କବିତାଟି ବାହାର କର ସମସ୍ତେ ତାପରେ ଆମେ କଣ କରିବା ବୁଝିବା ପ୍ରଥମେ ମୁଁ ସ୍ୱର ଦେଇ ଆବୃତ୍ତି କରିବି ତାପରେ ମୁଁ ବୁଝେଇବି ଠିକ ଅଛି ସମସ୍ତେ ନିଜ ନିଜର ବହି ଦେଖ ଆମ ସାହିତ୍ୟ ବହିର ଜନ୍ମଭୂମି ପଦ୍ୟକୁ ସମସ୍ତେ ବାହାର କର ଆଉ ସମସ୍ତେ ଦେଖ ପ୍ରଥମ ପଦ୍ୟକୁ ପ୍ରଥମେ ଦେଖ ଜନ୍ମିছে ମୋହି ଅଛି ଯେଉଁ ଦେଶେ ଯେ ଦେଶର ବାୟୁ ବହେ ନିଶ୍ୱାସେ ପ୍ରଶ୍ୱାସେ ସେ ଦେଶର ରବି ତାପ କିରଣ ଭିତରେ ତୃଷା ମେଣ୍ଟେ ଯେ ଦେଶର ସ୍ନିଗ୍ଧ ସ୍ୱଚ୍ଛ ଜଳେ ଯାର ଫଳ ଶସ୍ୟ କରେ ଜୀବନ ଧାରଣ ଯାର ବକ୍ଷେ ସଦା ସୁଖେ କରେ ବିଚରଣ ସେହି ମୋର ଜନ୍ମଭୂମି ଜନନୀ ସମାନ ଧରା ତଳେ କାହିଁ ଅଛି ତା ସମାନ ସ୍ଥାନ ତ କବି କଣ କହୁଛନ୍ତି ପ୍ରଥମ ପଦକୁ ଆମେ ବୁଝିବା ହେଲା ଯେ ଦେଶେ ଜନ୍ମିଛି ମୁହିଁ ଅଛି ଯେଉଁ ଦେଶେ ଯେ ଦେଶର ବାୟୁ ବହେ ନିଶ୍ୱାସେ ପ୍ରଶ୍ୱାସେ କଣ କହିଲେ ସେ ଯେଉଁ ଦେଶରେ ମୁଁ ଜନ୍ମିଛି ଯେଉଁ ଦେଶରେ ମୁଁ ଜନ୍ମଗ୍ରହଣ କରିଛି ଏବଂ ଯେଉଁ ଦେଶରେ ମୁଁ ଅଛି ଯେଉଁ ଦେଶର ବାୟୁ ମୋର କଣ ନିଶ୍ୱାସ ପ୍ରଶ୍ୱାସରେ ବହୁଛି ଏବଂ ଯେଉଁ ଦେଶର ରବିତାପ ମାନେ ସୂର୍ଯ୍ୟଙ୍କ କିରଣ ହେଲା ଯେଉଁ ଦେଶର ରବିତାପ କିରଣ ଭିତରେ ବା ଯେଉଁ ଦେଶରେ ଯେଉଁ ସୂର୍ଯ୍ୟର କିରଣ ମୋ ଦେହରେ ପଡୁଛି ଏବଂ ତୃଷା ମେଣ୍ଟେ ଯେ ଦେଶର ସ୍ନିଗ୍ଧ ସ୍ୱଚ୍ଛ ଜଳେ ତୃଷା ମେଣ୍ଟେ ମାନେ ମୋର ଶୋଷ ନିବାରଣ ହୁଏ କେଉଁଥିରେ ଶୋଷ ନିବାରଣ ହୁଏ ନା ଯେଉଁ ଦେଶର ସ୍ନିଗ୍ଧ ସ୍ୱଚ୍ଛ ଜଳ ମାନେ କଣ ନା ଶାନ୍ତ ତାପରେ ସ୍ୱଚ୍ଛ ମାନେ ହେଲା ସଫା ଶାନ୍ତ ସଫା ପାଣିରେ ବା ଶାନ୍ତ ସଫା ପାଣି ପିଇକିରି ଯେଉଁ ଦେଶର ପାଣି ପିଇକିରି ମୋର ଶୋଷ ମେଣ୍ଟୁଛି ହେଲା ଏବଂ ଯାର ଫଳ ଶସ୍ୟ କରେ ଜୀବନ ଧାରଣ ଏବଂ ଯାର ମାନେ ଯେଉଁ ଦେଶର ଫଳ ଏବଂ ଶସ୍ୟ ଖାଇ ମୁଁ ଜୀବନ ଧାରଣ କରୁଛି ଏବଂ ଯାର ପକ୍ଷେ ସଦା ସୁଖେ କରେ ବିଚରଣ ଯାର ପକ୍ଷେ ମାନେ ଯାହାର ଦେହରେ ଯାହାର ଛାତିରେ ଯାହାର ମାଟିରେ ମୁଁ କଣ କରୁଛି ନା ବିଚରଣ କରୁଛି ଖେଳୁଛି ବୁଲୁଛି ଏବଂ ବଢିଛି ସେହି ମୋର ଜନ୍ମଭୂମି ଜନନୀ ସମାନ ଏବଂ ସେଇ ଜନ୍ମଭୂମିଟା ମୋର ଜନନୀ ସମାନ ବା ମୋର ମା ସମାନ ଜନନୀ ମାନେ କଣ ମା ସମାନ ଧରା ତଳେ କାହିଁ ଅଛି ତା ସମାନ ସ୍ଥାନ ତେଣୁ ଧରା ମାନେ ହେଲା ପୃଥିବୀରେ ତା ସମାନ ସ୍ଥାନ ବା ତା ଭଳିଆ ସ୍ଥାନ ବା ତା ଭଳିଆ ଜାଗା ଆଉ କୌଣସି ଜାଗା ନାହିଁ ଭାରତ ଭଳିଆ ଜାଗା ଆଉ କୌଣସି ଜାଗା ନାହିଁ ଆମ ପୃଥିବୀ ପିଲାମାନେ ହେଲେ କଣ ହେଲା ନା ଯେ ଦେଶେ ଜନ୍ମିଛି ମୁହିଁ ଅଛି ଯେଉଁ ଦେଶେ
ଯେ ଦେଶର ବାୟୁ ବହେ ନିଶ୍ୱାସେ ପ୍ରଶ୍ୱାସେ ଯେ ଦେଶର ରବିତାପ କିରଣ ଭିତରେ ତୃଷା ମେଣ୍ଟେ ଯେ ଦେଶର ନିଧ ସ୍ୱଚ୍ଛ ଜଳେ ଯାର ଫଳ ଶସ୍ୟ କରେ ଜୀବନ ଧାରଣ ଯାର ପକ୍ଷେ ସଦା ସୁଖେ କରେ ବିଚରଣ ସେହି ମୋର ଜନ୍ମଭୂମି ଜନନୀ ସମାନ ଧରା ତଳେ କାହିଁ ଅଛି ତା ସମାନ ସ୍ଥାନ। କବି କଣ କହିଲେ? କବି କହିଲେ ଯେଉଁ ଦେଶରେ ମୁଁ ଜନ୍ମିଛି, ଯେଉଁ ଦେଶରେ ମୁଁ ଅଛି, ଯେଉଁ ଦେଶର ବାୟୁ ମୋର ନିଶ୍ୱାସ ପ୍ରଶ୍ୱାସରେ ବହୁଛି ଏବଂ ଯେଉଁ ଦେଶର ରବି ବା ସୂର୍ଯ୍ୟଙ୍କର କିରଣ ମୋ ଶରୀରରେ ପଡୁଛି, ଯେଉଁ ଦେଶର କଣ ନା ଶାନ୍ତ ସ୍ୱଚ୍ଛ ପାଣି ପିଇ ମୋର ତୃଷା ବା ମୋର ଶୋଷ ମେଣ୍ଟୁଛି, ଯେଉଁ ଦେଶର ଫଳ ଶସ୍ୟ ଖାଇ ମୁଁ ଜୀବନ ଧାରଣ କରୁଛି ଏବଂ ଯେଉଁ ଦେଶର ପକ୍ଷରେ ବା ଯେଉଁ ଦେଶର ଛାତିରେ ବା ଯେଉଁ ଦେଶର ମାଟିରେ ମୁଁ ସୁଖରେ କଣ କରୁଛି ବୁଲୁଛି ଖେଳୁଛି ମୋର ଜନ୍ମଭୂମି ଜନନୀ ସମାନ। ସେହି ମୋର ଜନ୍ମଭୂମି ମା ସମାନ ଏବଂ ଧରା ତଳେ ବା ପୃଥିବୀ ତଳେ ତା ଭଳିଆ ସ୍ଥାନ ଆଉ ନାହିଁ। ତାପରେ ଦେଖ ପିଲାମାନେ ଦ୍ୱିତୀୟ ପଦ ସେ ଅଛନ୍ତି ମୋର ପ୍ରିୟ ପରିବାର ଦୟାମୟ ପିତା ପୁଣି ଜନନୀ ମୋହର ସ୍ନେହର ପିତୁଳା ଭାଇ ଭଉଣୀ ସକାଳେ ଶୋଭନ୍ତି ଫୁଟିଲା ଫୁଲ ପରି ମୋର ଘରେ ଯେ ସେ ଖେଳର ସାଥୀ ପ୍ରିୟ ବନ୍ଧୁଗଣ ସାଜି ରହିଛନ୍ତି ଯେହ୍ନେ ନନ୍ଦନ କାନନ ସେହି ମୋର ଜନ୍ମଭୂମି ଜନନୀ ସମାନ ଧରା ତଳେ କାହିଁ ଅଛି ତା ସମାନ ସ୍ଥାନ। ତାପରେ କବି କଣ କହିଲେ ଯେ ଦେଶରେ ଅଛନ୍ତି ମୋର ପ୍ରିୟ ପରିବାର, ଯେଉଁ ଦେଶରେ ମୋର ପ୍ରିୟ ପରିବାର ଅଛନ୍ତି ଏବଂ ସେହି ପରିବାରରେ କିଏ ଅଛନ୍ତି? ଦୟାମୟ ବାପା ପିତା, ଦୟାମୟ ପିତା ପୁଣି ଜନନୀ ମୋହର ହେଲା। ଦୟାମୟ ପିତା ଏବଂ ମାତା କେଉଁଠାରେ ଅଛନ୍ତି? ମୋ ଦେଶରେ ଅଛନ୍ତି, ମୋର ପରିବାରରେ ଅଛନ୍ତି। ମୋର ଆଉ କିଏ ଅଛନ୍ତି ନା ସ୍ନେହର ପିତୁଳା ଭାଇ ଭଉଣୀ ସକଳେ। ସ୍ନେହର ପିତୁଳା ମାନେ କଣ? ସ୍ନେହର କଣ୍ଢେଇ ତୁଲ୍ୟ ଭାଇ ଭଉଣୀ ସକଳେ। ଭାଇ ଭଉଣୀ ମାନେ ଅଛନ୍ତି ଯୋଉମାନେ କି କଣ ନା ମୋର ଘରେ ଶୋଭନ୍ତି ମାନେ ଶୋଭା ପାଆନ୍ତି। କିପରି ଶୋଭା ପାଆନ୍ତି? ନା ଫୁଟିଲା ଫୁଲ ଭଳିଆ ଶୋଭା ପାଆନ୍ତି। କେଉଁଠାରେ? ମୋ ପରିବାରରେ। ସେହି ଦେଶରେ ଯୋଉ ମୋ ପରିବାର ଅଛନ୍ତି, ମୋର ଦୟାମୟ ପିତା, ଦୟାମୟ ମାତା ଏବଂ ମୋର ସ୍ନେହର ଛୋଟ ଛୋଟ ଭାଇ ଭଉଣୀ ମାନେ ଯୋଉମାନେ କି ପରିବାରରେ ଫୁଲ ଫୁଟିଲା ଭଳିଆ ଶୋଭା ପାଆନ୍ତି, ସେମାନେ ସମସ୍ତେ ମୋ ଦେଶରେ ଅଛନ୍ତି ବା ମୋ ଦେଶର ପରିବାରରେ ଅଛନ୍ତି। ଯେ ଦେଶେ ଖେଳର ସାଥୀ ପ୍ରିୟ ବନ୍ଧୁଗଣ, ଯେଉଁ ଦେଶରେ ମୋର ଖେଳର ସାଥୀ ବା ମୋର ପ୍ରିୟ ବନ୍ଧୁଗଣ ସାଙ୍ଗଗଣ ମାନେ ଅଛନ୍ତି ସାଜି ରହିଛନ୍ତି ଯେମିତି ନନ୍ଦନକାନନ, ଯେପରି ସେମାନେ ନନ୍ଦନକାନନ ଭଳିଆ ସାଜି ରହିଛନ୍ତି ମୋ ସାଙ୍ଗ ସାଥୀ ମାନେ। ସେହି ମୋର ଜନ୍ମଭୂମି ଜନନୀ ସମାନ ଧରା ତଳେ କାହିଁ ଅଛି ତା ସମାନ ସ୍ଥାନ ଏବଂ ସେଇଟା ହିଁ ମୋର ଜନ୍ମଭୂମି ଯୋଉଟା କି ମୋର ମା ସମାନ ଏବଂ ପୃଥିବୀରେ ଧରା ତଳେ, ଧରା ମାନେ ହେଲା ପୃଥିବୀ, ଧରା ତଳେ ତା ସମାନ ସ୍ଥାନ ଆଉ କୋଉ ଜାଗା ନାହିଁ। କବି କହୁଛନ୍ତି ନିଜ ଜନ୍ମଭୂମିକୁ। ଠିକ ଅଛି ପିଲାମାନେ। ତାପରେ ଦେଖିବା ତୃତୀୟ ପଦ। ଦେଖ ସମସ୍ତେ ହେଲା। ଗିରି ନଦୀ କେତେ ଶୋଭା ଧରେ ଖଣି ମଧ୍ୟରେ ଶୋଭେ ମଣି ମୁକୁତା ସାଗରେ ଅସଂଖ୍ୟ ନକ୍ଷତ୍ର ଶୋଭେ ସୁନୀଳ ଆକାଶେ ନବ ଜଳଧର ସଙ୍ଗେ ସୌଦାମିନୀ ଭାସେ ଯେ ଦେଶ କାନନେ ଶୋଭେ କେତେ ତୋରା ଫୁଲ କଳ କଣ୍ଠେ ଗାଏ ଗୀତ ବିହଙ୍ଗମ କୂଳ ସେହି ମୋର ଜନ୍ମଭୂମି ଜନନୀ ସମାନ ଧରା ତଳେ କାହିଁ ଅଛି ତା ସମାନ ସ୍ଥାନ। ପୁଣି କବି କଣ କହିଲେ? ଯେ ଦେଶର ଗିରି ନଦୀ କେତେ ଶୋଭା ଧରେ, ଯେଉଁ ଦେଶର ଗିରି ମାନେ ହେଲା ପର୍ବତ ହେଲା, ଗିରି ନଦୀ ପର୍ବତ ନଦୀ ଗୁଡିକ ଯେଉଁ ଦେଶରେ ଶୋଭା ପାଉଛନ୍ତି ହେଲା, କେତେ ଗୁଡିଏ ଆମର ନଦୀ ଅଛନ୍ତି ହେଲା, କେତେ ସୁନ୍ଦର ସୁନ୍ଦର ମାନେ ନଦୀ ପାହାଡ ପର୍ବତ ଏଟା ସବୁ ମାନେ କଣ ବହୁତ ସୁନ୍ଦର ଦେଖାଯାଏ। ଆମ ଦେଶକୁ ସେମାନେ କଣ କରୁଛନ୍ତି? ତାଙ୍କର ସୌନ୍ଦର୍ଯ୍ୟତାରେ ଭରି ଦେଉଛନ୍ତି ହେଲା। ଖଣି ମଧ୍ୟରେ ଶୋଭେ ମଣି ମୁକୁତା ସାଗରେ, ଖଣି ମଧ୍ୟରେ ମାନେ ଖଣି ମଧ୍ୟରେ
କଣ ଶୋଭା ପାଉଛି? ମଣି ଶୋଭା ପାଉଛି ଆମ ଦେଶରେ। ହେଲା, ଆମ ଦେଶର ଯୋଉ ଖଣି ଗୁଡାକ ଅଛି ସେଠାରେ କଣ ନା ମଣି ମଣି ମଧ୍ୟ ଶୋଭା ପାଉଛି। ଏବଂ ମୁକୁତା ସାଗରେ, ସାଗରେ ମାନେ ହେଲା ସମୁଦ୍ରରେ। ହେଲା, ସମୁଦ୍ରରେ କଣ ଶୋଭା ପାଉଛି ନା ମୁକୁତା, ମୁକ୍ତା, ମୁକ୍ତା ସମୁଦ୍ରରୁ କଣ ମିଳେ? ମୁକ୍ତା ମିଳେ। ତେଣୁ କବି କହୁଛନ୍ତି ଯେ ଯେଉଁ ଦେଶର ଗିରି ନଦୀ ପର୍ବତ ନଦୀ ହେଲା ବହୁତ ସୌନ୍ଦର୍ଯ୍ୟତାକୁ ବଢେଇ ଦଉଛନ୍ତି, ଖଣି ମଧ୍ୟରେ କଣ ମଣି ଶୋଭା ପାଉଛି ଏବଂ ସାଗରରେ ମୁକ୍ତା ଶୋଭା ପାଉଛି। ଠିକ ଅଛି। ଅସଂଖ୍ୟ ନକ୍ଷତ୍ର ଶୋଭେ ସୁନୀଳ ଆକାଶ, ଅସଂଖ୍ୟ ନକ୍ଷତ୍ର ଶୋଭେ ସୁନୀଳ ଆକାଶେ, ନବ ଜଳଧର ସଙ୍ଗେ ସୌଦାମିନୀ ଭାସେ। ତାପରେ ସେ କଣ କହିଲେ? ଅସଂଖ୍ୟ ନକ୍ଷତ୍ର ମାନେ ଆମେ ନକ୍ଷତ୍ରକୁ ଗଣି ପାରିବା କି? ଗଣି ପାରିବାନି। ତାପରେ ଆମେ ଯେତେବେଳେ ନକ୍ଷତ୍ର ବା ତାରା ଗୁଡିକୁ ଦେଖୁଛୁ ସୁନୀଳ ଆକାଶରେ କେତେ ସୁନ୍ଦର ଦେଖାଯାଏ, ସେହି ସୌନ୍ଦର୍ଯ୍ୟତାକୁ ସେ ଏଠାରେ ବର୍ଣ୍ଣନା କରିଛନ୍ତି। ଏବଂ ନବ ଜଳଧର ସଙ୍ଗେ ସୌଦାମିନୀ ଭାସେ। ନବ ଜଳଧର ମାନେ ଆମର ମେଘ, ମେଘ ଯେତେବେଳେ ଘୋଟି ଆସେ, କଳା ମେଘ ଘୋଟି ଆସେ ଏବଂ ସେହି ସମୟରେ ଯେତେବେଳେ ବିଜୁଳି ଦେଖାଯାଏ, ବିଜୁଳି ମାରେ, ସେତେବେଳେ ସେହି ସୌନ୍ଦର୍ଯ୍ୟତାକୁ ସେ ବହୁତ ସୁନ୍ଦର ଭାବରେ ଏଠାରେ ବର୍ଣ୍ଣନା କରିଛନ୍ତି। ସୌଦାମିନୀ, ସୌଦାମିନୀ ମାନେ ହେଲା ବିଜୁଳି। ହେଲା, ବିଜୁଳି। ତେଣୁ ମେଘରେ ନୂଆ ଜଳଧର ମାନେ ମେଘ, ମେଘ ମେଘର ଦେହରେ କଣ ହଉଛି ନା ବିଜୁଳି ଭାସୁଛି, ଯଦ୍ୱାରା କି କଳା ମେଘରେ ଯେତେବେଳେ ବିଜୁଳି ପୁରା ଧଳା ଦେଖାଯିବ, ତାହେଲେ କଳା ମେଘରେ ବିଜୁଳି ଯେତେବେଳେ ଚମକିବ ସେତେବେଳେ ତାର ସୌନ୍ଦର୍ଯ୍ୟତା ବଢିଯିବ। ସେଟା ସେ ଏଠାରେ ବର୍ଣ୍ଣନା କରୁଛନ୍ତି। ତେଣୁ ସେ କହୁଛନ୍ତି ଯେ ଅସଂଖ୍ୟ ନକ୍ଷତ୍ର ଶୋଭେ ସୁନୀଳ ଆକାଶେ। ସୁନୀଳ, ସୁନୀଳ ଆକାଶ ମାନେ ସୁନୀଳର ଅର୍ଥ କଣ ନା ନୀଳ ଆକାଶରେ କଣ ହଉଛି ନା ଅସଂଖ୍ୟ ନକ୍ଷତ୍ର ଶୋଭା ପାଉଛି, ସୁନ୍ଦର ଦେଖାଯାଉଛି। ଏବଂ ନବଜଳଧର ମାନେ ଆମର ମେଘ, ମେଘର ଦେହରେ କଣ ହଉଛି ନା ସୌଦାମିନୀ ବା ବିଜୁଳି ଯେତେବେଳେ ଭାସୁଛି କେତେ ସୁନ୍ଦର ଦେଖାଯାଉଛି। ଦେଶ କାନନେ ଶୋଭେ କେତେ ତୋରା ଫୁଲ, ଯେଉଁ ଦେଶର କାନନରେ ବା ଯେଉଁ ଦେଶର ଜଙ୍ଗଲରେ ଶୋଭେ ମାନେ ଶୋଭା ପାଉଛନ୍ତି କେତେ ତୋରା ଫୁଲ। ତୋରା ମାନେ ହେଲା ସୁନ୍ଦର, ସୁନ୍ଦର ଫୁଲ ଗୁଡିକ ଯେଉଁ ଦେଶର ଜଙ୍ଗଲରେ ଶୋଭା ପାଉଛନ୍ତି। ଏବଂ କଳକଣ୍ଠେ ଗାଏ ଗୀତ ବିହଙ୍ଗମ କୂଳ, ବହୁତ ସୁନ୍ଦର କଣ୍ଠରେ ବିହଙ୍ଗମ କୂଳ ମାନେ ପକ୍ଷୀ ଗୁଡିକ, ପକ୍ଷୀ ମାନେ କଣ କରୁଛନ୍ତି? ବହୁତ ସୁନ୍ଦର କଣ୍ଠରେ ସେମାନେ ତାଙ୍କର ଗୀତ ଗାଉଛନ୍ତି। ସେହି ମୋର ଜନ୍ମଭୂମି ଜନନୀ ସମାନ, ଧରା ତଳେ କାହିଁ ଅଛି ତା ସମାନ ସ୍ଥାନ। ତେଣୁ କବି କହୁଛନ୍ତି ସେହି ମୋର ଜନ୍ମଭୂମି। କେଉଁଟା ମୋର ଜନ୍ମଭୂମି ଜନନୀ ସମାନ କହୁଛନ୍ତି? ନା ଯେଉଁ ଦେଶର ପାହାଡ ପର୍ବତ କେତେ ସୁନ୍ଦର ଦେଖାଯାଉଛି, ତାପରେ ଖଣି ମଧ୍ୟରେ ମଣି ଶୋଭା ପାଉଛି, ସାଗର ମଧ୍ୟରେ ମୁକ୍ତା ଶୋଭା ପାଉଛି ଏବଂ ଅସଂଖ୍ୟ ନକ୍ଷତ୍ର ସୁନୀଳ ଆକାଶରେ ଶୋଭା ପାଉଛି। ତାପରେ ନବ ଜଳଧର ବା ମେଘରେ ଯେତେବେଳେ ବିଜୁଳି ମାରୁଛି ବା ବିଜୁଳି ଦେଖାଯାଉଛି ସେଟା ମଧ୍ୟ ସୁନ୍ଦର ଦେଖାଯାଉଛି। ଏବଂ କଣ ସେ କହୁଛନ୍ତି? ଯେଉଁ ଦେଶର ଜଙ୍ଗଲରେ ସୁନ୍ଦର ସୁନ୍ଦର ଫୁଲ ଗୁଡାକ ଶୋଭା ପାଉଛନ୍ତି ଏବଂ ଯେଉଁ ଦେଶର ବଣରେ ବା ଜଙ୍ଗଲରେ କଳକଣ୍ଠେ ବିହଙ୍ଗମ କୂଳ ବା ପକ୍ଷୀ ମାନେ କଣ କରୁଛନ୍ତି? ତାଙ୍କ ସ୍ୱରରେ ସେମାନେ ଗୀତ ଗାଉଛନ୍ତି। ସେହି ମୋର ଜନ୍ମଭୂମି ଜନନୀ ସମାନ। ହେଲା, ସେହି ମୋର ଜନ୍ମଭୂମି ମା ସମାନ ଏବଂ ଧରା ତଳେ କାହିଁ ଅଛି ତା ସମାନ ସ୍ଥାନ। ପୃଥିବୀରେ ତା ଭଳିଆ ସ୍ଥାନ ଆଉ କୋଉ ଜାଗାରେ ମଧ୍ୟ ନାହିଁ। କବି ଏଠାରେ ତାହା ବୁଝାଇଛନ୍ତି, ଜନ୍ମଭୂମି। ଠିକ ଅଛି। ତାପରେ ଚତୁର୍ଥ ପଦ ଦେଖ ସମସ୍ତେ। ତାର ଅନ୍ନ ଜଳ ଖାଇ ଶରୀର ଜୀବିତ, ଯାହା ନାମେ ଧରା ତଳେ ହୁଏ ପରିଚିତ। ଯାହାର ଗୌରବେ କେତେ ସୁଖର ଉଦୟ, ଯାହାର ପତନେ ହୁଏ ପତନ ନିଶ୍ଚୟ। ଦୂର ଦେଶେ ଥାଏ ଯାକୁ କରିଲେ ସ୍ମରଣ, ଘାଣ୍ଟି ହୁଏ ମନ ଦୁଃଖେ ଝୁରାଇ ନୟନ। ତାହା ଲାଗି ଶରୀରର ରକ୍ତ ବିନ୍ଦୁ ଦାନ, ଯେ ନ କରେ କୃତଘ୍ନ ସେ ପଶୁର ସମାନ। ତାପରେ କବି କଣ କହିଲେ? ଯେ ଯାର ଅନ୍ନ ଜଳ ଖାଇ ଶରୀର ଜୀବିତ, ଯାହାର ବା ଯେଉଁ ଦେଶର ଅନ୍ନ, ଅନ୍ନ ମାନେ ହେଲା କଣ? ଭାତ। ତେଣୁ ଯେଉଁ ଦେଶର ଭାତ ବା ଅନ୍ନ ଖାଇ ତାପରେ ଜଳ ପିଉଛୁ ଆମେ, ତେଣୁ ଅନ୍ନ ଜଳ ଖାଇକରି ଆମେ ଯାହା ଦ୍ଵାରା ଜୀବିତ ଅଛୁ। ହେଲା, ଆଉ ଯାହା ନାମେ ଧରା ତଳେ ହୁଏ ପରିଚିତ, ଯାହା ନାମେ ମାନେ ଆମେ ଯେଉଁ ଦେଶର ତା ନାମରେ ଆମେ ପରିଚିତ ହଉଛୁ ଧରା ତଳେ। ପୃଥିବୀରେ ଆମେ କଣ କହିବା ନିଜକୁ? ଆମେ ଭାରତୀୟ। ଆମେ ଯେଉଁ ଦେଶର ସେହି ନାମରେ ଆମେ ପରିଚିତ। ମୁଁ ଜଣେ କଣ? ମୁଁ ଜଣେ ଭାରତୀୟ। ତେଣୁ ସେହି ଭାରତ ବା ଯେଉଁ ଦେଶ ନାମରେ ମୁଁ ପରିଚିତ ହେଲି। ଏବଂ ଯାହାର ଗୌରବେ କେତେ ସୁଖର ଉଦୟ, ଯାହାର ଗୌରବରେ କେତେ ସୁଖର ଉଦୟ ହେଉଛି।
ଯାହାର ଉନ୍ନତି ହେଉଛି ମୋ ଦେଶର ଯଦି ଉନ୍ନତି ହେଉଛି ତାହେଲେ ଆମକୁ କେତେ ଖୁସି ଲାଗୁଛି। ତେଣୁ କବି କହୁଛନ୍ତି ଯାହାର ଗୌରବରେ କେତେ ସୁଖର ଉଦୟ ହେଉଛି, ଯାହାର ପତନେ ହୁଏ ପତନ ନିଶ୍ଚୟ। ଆଉ ଯଦି ଯେଉଁ ଦେଶ ନିଜ ଦେଶର ଯଦି ପତନ ହଉଛି ତ ଆମେ ବି ପତନ ହେଉଛୁ, ସେଟା ସେ ବୁଝେଇବାକୁ ଚାହିଁଛନ୍ତି। ତାପରେ ସେ କଣ କହୁଛନ୍ତି, ଦୂର ଦେଶେ ଥାଇ ଯାକୁ କରିଲେ ସ୍ମରଣ। ତେଣୁ କବି ଦୂର ଦେଶରେ ଅଛନ୍ତି ଏବଂ ଯଦି ଆମେ ଦୂର ଦେଶରେ ରହିବା ତାହେଲେ ନିଜ ଦେଶକୁ ମନେ ପଡିବ। ତେଣୁ ସେ କହୁଛନ୍ତି ଦୂର ଦେଶେ ଥାଇ ଯାକୁ କରିଲେ ସ୍ମରଣ, ଘାଣ୍ଟି ହୁଏ ମନ ଦୁଃଖେ ଝୁରଇ ନୟନ। ଯଦି ଆମେ ଅନ୍ୟ ଦେଶରେ ଅଛୁ ତାହେଲେ ସେଠାରେ ନିଶ୍ଚିତ ଭାବରେ ନିଜ ଦେଶକୁ ମନେ ପଡିବ ଏବଂ ଝୁରଇ ନୟନ ମାନେ ଆମେ ସବୁବେଳେ ସେଇ ଦେଶକୁ ହିଁ ଆମେ ଖୋଜୁଥିବା। ମନ ଘାଣ୍ଟି ହେଉଥିବ କଣ ପାଇଁ ନା ନିଜ ଦେଶକୁ ମନେ କରିବା ପାଇଁ ବା ନିଜ ଦେଶ ମାନେ ନିଶ୍ଚିତ ଭାବରେ ନିଜ ଦେଶକୁ ମନେ ହେବ। ଠିକ ଅଛି, ତାହା ଲାଗି ଶରୀରର ରକ୍ତବିନ୍ଦୁ ଦାନ, ଯେ ନ କରେ କୃତଘ୍ନ ସେ ପଶୁର ସମାନ। ତେଣୁ ସେହି ଦେଶ ଲାଗି ଯଦି ଆମେ ଶରୀରର ରକ୍ତବିନ୍ଦୁ ଟିକେ ମଧ୍ୟ ଦାନ କରିବା ନାହିଁ ହେଲା, ଆମେ କଣ କରିବା, ଯଦି ତା ପାଇଁ ଆମେ କଣ କରିବା, ଟିକେ ବି ରକ୍ତବିନ୍ଦୁ ଦାନ କରିବା ପାଇଁ ଆମକୁ ସଂକୋଚ ଲାଗିବ, ତାହେଲେ ସେ କହୁଛନ୍ତି ଯେ ନ କରେ ସେ କୃତଘ୍ନ ବା ପଶୁର ସମାନ। ଯଦି ସେ ନିଜ ଦେଶ ପାଇଁ ନିଜ ଶରୀରର ରକ୍ତବିନ୍ଦୁ ମଧ୍ୟ ଟିକେ ଯଦି ଦାନ କରିବା ନାହିଁ ତାହେଲେ ସେ ଗୋଟେ ପଶୁ ଭଳିଆ ସମାନ ବା ପଶୁର ସମାନ ବୋଲି ସେ ଏଠାରେ ବର୍ଣ୍ଣନା କରିଛନ୍ତି। ଠିକ ଅଛି, ତାପରେ ଦେଖ ଶେଷ ପଦଟା ଦେଖିବା। ଖୋଲି ଦେଖ ଇତିହାସ କେତେ ମହାବୀର, ସ୍ୱଦେଶ ମଙ୍ଗଳେ ଦେଇ ଅଛନ୍ତି ଶରୀର। ନିଜ ସୁଖ ଶାନ୍ତି ଘର ପରିବାର ଭୁଲି, ଦ୍ୱାରେ ଦ୍ୱାରେ ବୁଲିଛନ୍ତି ଘେନି ଭିକ୍ଷା ଝୁଲି। ମୁଣ୍ଡ ଝାଳ ଗୋଡ଼ି ମାରି ଲୋକଙ୍କ ମଙ୍ଗଳେ, ଲେଖି ଯାଇଛନ୍ତି ନାମ ଅକ୍ଷୟ ଅକ୍ଷରେ। କାଳେ କାଳେ ଲୋକ ମୁଖ ଘୋଷେ ତାଙ୍କ ନାମ, ଧନ୍ୟ ତାଙ୍କ ପିତା ମାତା ଧନ୍ୟ ଜନ୍ମସ୍ଥାନ। ତେଣୁ କବି ଏଠାରେ କଣ କହିଛନ୍ତି ନା ଯଦି ଆମେ ଇତିହାସକୁ ଖୋଲିବା ବା ଇତିହାସକୁ ଯଦି ଆମେ ଦେଖିବା ତାହେଲେ କଣ ନା କେତେ କେତେ ମହାବୀର ମାନେ କଣ କରିଛନ୍ତି, ସ୍ୱଦେଶ ନିଜ ଦେଶର ମଙ୍ଗଳ ପାଇଁ ନିଜ ଶରୀର ମଧ୍ୟ ସେମାନେ ବଳିଦାନ କରିଦେଇଛନ୍ତି। ତାହା ସେ ଏଠାରେ ବୁଝାଇବା ପାଇଁ ଚାହିଁଛନ୍ତି ଯେ ଯଦି ଆମେ ଇତିହାସ ଖୋଲିବା, ଇତିହାସକୁ ଯିବା ତାହେଲେ ଏଇ ସବୁ ଯୋଉ ମହାବୀର ବା ମହାନ ନେତା ଗୁଡାକ ଅଛନ୍ତି ହେଲା, ସେମାନେ କଣ କରିଥିଲେ, ଦେଶ ପାଇଁ ନିଜ ଦେଶ ପାଇଁ ବା ନିଜ ଦେଶର ମଙ୍ଗଳ ପାଇଁ ସେମାନେ ନିଜ ଶରୀରକୁ ବଳିଦାନ ମଧ୍ୟ ଦେଇଥିଲେ। ନିଜ ସୁଖ ଶାନ୍ତି ଘର ପରିବାର ଭୁଲି, ନିଜର ସୁଖ ଶାନ୍ତି ନିଜର ଘର ପରିବାର ସବୁ ଭୁଲିକିରି ସେମାନେ ଦ୍ୱାରେ ଦ୍ୱାରେ ବୁଲିଛନ୍ତି ଏବଂ ଭିକ୍ଷା ଝୁଲି ସେମାନେ ଭିକ୍ଷା ମାଗିଛନ୍ତି। କାହା ପାଇଁ ନା ଦେଶର ମଙ୍ଗଳ ପାଇଁ, ଦେଶର ଲୋକଙ୍କ ମଙ୍ଗଳ ପାଇଁ। ସେମାନେ ନିଜର ପରିବାର ନିଜର ସୁଖ ଶାନ୍ତି ନିଜର ଘର ସବୁ ଭୁଲି ଦ୍ୱାରେ ଦ୍ୱାରେ ଲୋକଙ୍କ ଘର ଘର ଦ୍ୱାର ଦ୍ୱାର ବୁଲି ସେମାନେ ଭିକ୍ଷା ମାଗିଛନ୍ତି। ମୁଣ୍ଡ ଝାଳ ଗୋଡେ ମାରି ଲୋକଙ୍କ ମଙ୍ଗଳେ, ଲେଖି ଯାଇଛନ୍ତି ନାମ ଅକ୍ଷୟ ଅକ୍ଷରେ। ମୁଣ୍ଡ ଝାଳ ଗୋଡେ ମାରି ମାନେ ବହୁତ ପରିଶ୍ରମ କରିଛନ୍ତି ସେମାନେ ଏବଂ କଣ ପାଇଁ ପରିଶ୍ରମ କରିଛନ୍ତି, ଲୋକଙ୍କର ମଙ୍ଗଳ ପାଇଁ। ଲୋକମାନେ କିପରି ଠିକ ଭାବରେ ରହିବେ, ସ୍ୱାଧୀନ ଭାବରେ କିପରି ଲୋକମାନେ ରହିବେ, ନିଜ ସ୍ୱାଧୀନତା କିପରି ପାଇବେ, ସେଥିପାଇଁ ସେମାନେ କଣ କରିଛନ୍ତି, ବହୁତ ପରିଶ୍ରମ କରିଛନ୍ତି ଏବଂ ତାଙ୍କର ନାମ ଅମର ଅକ୍ଷରେ ବା ଅକ୍ଷୟ ଅକ୍ଷରେ, ଯୋଉ ଅକ୍ଷର କେବେ ଲିଭିବ ନାହିଁ ସେହି ଅକ୍ଷରରେ ତାଙ୍କ ନାମ ରହିଯାଇଛି। କାଳେ କାଳେ ଲୋକମୁଖ ଘୋଷେ ତାଙ୍କ ନାମ। ତେଣୁ କାଳେ କାଳେ ଯୁଗ ଯୁଗେ ଲୋକମୁଖୀ ଲୋକମାନେ ସମସ୍ତେ ତାଙ୍କ ନାମ ଘୋଷନ୍ତି ଏବଂ ତେଣୁ କବି ତାଙ୍କୁ କଣ କହିଛନ୍ତି, ଧନ୍ୟ ତାଙ୍କ ପିତାମାତା ଧନ୍ୟ ଜନ୍ମସ୍ଥାନ। ତେଣୁ ତାଙ୍କର ପିତାମାତାଙ୍କୁ ମଧ୍ୟ ଧନ୍ୟ ଏବଂ ତାଙ୍କର ଜନ୍ମସ୍ଥାନକୁ ମଧ୍ୟ ସେ ଧନ୍ୟ ବୋଲି ଏଠାରେ କହିଛନ୍ତି। ପିଲାମାନେ ତ ଆମେ ଯିବା, ଚିତ୍ର ସରିଲା, ତୁମେ ନିଜେ ବୁଝିବ, ପୁଣି ଥରେ ଦେଖିବ ଏବଂ ବୁଝିବ ଭଲ ଭାବରେ ହେଲା। ତାପରେ ଦେଖ କବିତାର ପୃଷ୍ଠଭୂମି ଟିକେ ଦେଖିବା। ଜନ୍ମଭୂମି ପ୍ରତ୍ୟେକ ମନୁଷ୍ୟ ପାଇଁ ମହାନ ତଥା ବନ୍ଦନୀୟ ଅଟେ। ଏହା ସହିତ ଏ ପୃଥିବୀରେ ଆଉ କେହି ସମାନ ହୋଇପାରିବେ ନାହିଁ। ଇତିହାସକୁ ଅବଲୋକନ କଲେ ଆମେ ସ୍ପଷ୍ଟ ଜାଣିପାରୁ ଯେ ଅନେକ ମହାବୀର ତଥା ମହାପୁରୁଷଗଣ ନିଜର ମାତୃଭୂମିର ମହତ୍ଵ ରକ୍ଷା ନିମନ୍ତେ ଆତ୍ମବଳି ଦେଇ ସଦା ଅମର ହୋଇ ଯାଇଛନ୍ତି। ଏହି କଥାକୁ ଅତ୍ୟନ୍ତ ସୁନ୍ଦର ଭାବେ କବି ଏହି କବିତାରେ ବର୍ଣ୍ଣନା କରିଛନ୍ତି ଏବଂ ଜନ୍ମଭୂମି ପ୍ରତି ନିଜର କର୍ତ୍ତବ୍ୟବୋଧ କଣ ରହିବା ଉଚିତ ତାହା ଏଠାରେ ସେ ବର୍ଣ୍ଣନା କରିଛନ୍ତି। ଠିକ ଅଛି ପିଲାମାନେ, କଠିନ ଶବ୍ଦ ଅଛି ଦେଖ, ସମସ୍ତେ ଦେଖ କଠିନ ଶବ୍ଦ ଏଟା ଟିକେ ଦେଖ। ରବି ର ଅର୍ଥ ହେଲା ସୂର୍ଯ୍ୟ ହେଲା, ମେଣ୍ଟେ ପୂରଣ ହୁଏ, ତାପ ଉତ୍ତାପ, କିରଣ ଆଲୋକ, ତୃଷା ଶୋଷ, ସ୍ନିଗ୍ଧ ଶାନ୍ତିଦାୟକ, ତାପରେ ସ୍ୱଚ୍ଛ ସଫା, ବକ୍ଷେ ଛାତିରେ, ସଦା ସବୁବେଳେ,
वितरण माने हैला बुलिबा हैला तापरे शोभंती शोभा पांती जेन्हे जेपरी गिरी पर्वत नव नुआ जलधर मेघ सौदामिनी अर्थ है बिजुड़ी कानन माने है वन तोरा मनोहर विहंगम पक्षी अन्न माने है भात उदय उईबा अक्षय जहा क्षय हुए नहीं नयन माने है आखि कृतघ्न जे उपकार को स्वीकार करे नहीं है धरा है पृथ्वी पितुला है प्रतिमा बा कंढे स्मरण है मने पकेबा यही अर्थ गुड़ाक देखिबो है आउ निज सार मैडम मान को देखब आ मन कर देख केते गुड़ी प्रश्न देख एक नंबर क प्रश्न देख आमे जेउ देश रे जन्मग्रहण करिछु ताकू कोन बोली कहबा आमे जेउ देश रे जन्मग्रहण करिछु ताकू कोन बोली कहबा आमे जेउ देश रे जन्मग्रहण करिछु ताकू जन्मभूमि बोली कहबा शाबाश बोलो बस हला जन्मभूमि बोली कहबा ठीक अछि ठीक उत्तर तापरे देखो जन्मभूमि कहा सहित तुलनीय जन्मभूमि माँ सहित बा जननी सहित समान वेरी गुड शाबाश अच्छा तापरे देखो मणि और मुकुता केउठी साइता होई रहिछि मणि और मुकुता केउठी साइता होई रहिछि मणि केउठारे अछि एवं मुकुता केउठारु पाइबो मैं नहीं बोलूंगी मणि और मुकुता केउठी साइता होई रहिछि पूरा सहज प्रश्न मणि और मुकुता सागर रे साइती होई रहिछि मणि मणि मुकुता तो सागर रे मणि केउठारे आ के कहबो मुकुता तो सागर रे साइती होइछि मणि केउठारे ठीक अछि देखो मणि रे मणि ओ समुद्र रे मुकुता बा मुक्ता साइती होई रहिछि ठीक अछि हमें केते नंबर पदरे पढिथिले ना मणि मध्ये मणि एवं मुकुता सागर पढिथिले ना तापर देखो परिवार रो फुटिला फूल माने किए परिवार रो फुटिला फूल माने किए हाँ शाबाश स्नेहर पितुला भाई भौणी माने परिवार रो फुटिला फूल अटंती तापर देखो जीवन धारण करबा पई जन्मभूमि हमकु कोन दिए जीवन धारण करबा पई जन्मभूमि हमकु फल और शस्य देइथाय हाँ आउ अछि फल एवं शस्य देइथाय शाबाश केउमानकर पितामाता और जन्मस्थान धन्य होइथाय केउमानकर पितामाता एवं तांकर जन्मस्थान धन्य होइथाय शेष पदरे पढ़िले आमे पदरे पढ़िले सदस मंगले जो माने आ माने को सदस मंगले देइछंती शरीर सेमानंक सेमानंक आ टिके भल से कह आ टिके भल करी कह देश ପାଇଁ ଯେଉଁମାନେ ଜୀବନ ଦେଇଛନ୍ତି ତାଙ୍କୁ ତାଙ୍କ ପିତାମାତା ବୀର ପୁରୁଷ ମାନଙ୍କ ସ୍ଥାନ ଧନ୍ୟ ହୋଇଥାନ୍ତି ठीक अछि देखो जो महापुरुष गण आपणार जन्म माटीर मंगल विधान पाई जीवन को उत्सर्ग करिसंती बा जो माने निज देशर मंगल पाई निज जीवन को मध्य बलिदान देइसंती सेमानंकर पितामाता और जन्मस्थान धन्य बोली कहा जाय ठीक अछि अच्छा तापर देखो पढ़िथिबा पद्यरो केते गुडे शब्दर विपरीत शब्द जानिबा आमे जो पढ़िले जो पद्यटी पढ़िले जन्मभूमि पद्य हैला सेतिरे केते गुडे शब्द अछि तार विपरीत शब्द आमे जानि कह तो जन्मर विपरीत कौन जन्मर विपरीत कौन हेबो
ମୃତ୍ୟୁ ମୃତ୍ୟୁ ସାବାସ ମୃତ୍ୟୁ ଜନ୍ମର ଠିକ ଅଛି ତାପରେ ସ୍ୱଚ୍ଛ ସ୍ୱଚ୍ଛ ଅସ୍ୱଚ୍ଛ 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 ଠିକ ଅଛି ସାବାସ ପ୍ରିୟ ପ୍ରିୟ ପ୍ରିୟର ବିପରୀତ କଣ ଅପ୍ରିୟ ହେବ? ଅପ୍ରିୟ ଅପ୍ରିୟ ସମସ୍ତେ କହିବା ପାଇଁ ଟିକେ ଚେଷ୍ଟା କର ତାପରେ ଜୀବନ ଅଜୀବନ ଅଜୀବନ ନାଇଁ ନାଇଁ ନିର୍ଜୀବ କୁହ କୁହ ଜୀବନ ମରଣ ନିର୍ଜୀବ ଜୀବନ ମରଣ ହେଲା ଜୀବନ ମରଣ ଠିକ ଅଛି ତାପରେ ଶାନ୍ତି ଶାନ୍ତି ଶାନ୍ତିର ବିପରୀତ ଅର୍ଥ ଅଶାନ୍ତି। କଣ? ଅଶାନ୍ତି ଅଶାନ୍ତି ଠିକ ଅଛି ହଁ ଅଶାନ୍ତି ଭେରି ଗୁଡ ସମସ୍ତେ କହିବା ପାଇଁ ଚେଷ୍ଟା କରିବ ତାପରେ ମଙ୍ଗଳ ମଙ୍ଗଳର ବିପରୀତ ଶବ୍ଦ କଣ ହେବ ଅମଙ୍ଗଳ 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 ଭେରି ଗୁଡ ଅମଙ୍ଗଳ ତାପରେ ଦେଶ ଦେଶର ତ ବିଦେଶ ଆଚ୍ଛା ଠିକ ଅଛି ସୁଖ ସୁଖର ବିପରୀତ ଶବ୍ଦ ହଁ ଭେରି ଗୁଡ ହଁ ଭେରି ଗୁଡ ସାବାସ ପିତା ମାତା ମାତା ସମସ୍ତେ କହୁଛନ୍ତି ମାତା ନା? ସମସ୍ତେ କହିବା ପାଇଁ ଚେଷ୍ଟା କର ସାବାସ ସମସ୍ତେ କହିଲେ ସମସ୍ତେ ଜାଣିବ ନା ତାପରେ ନବ ନବ ନବର ବିପରୀତ ପୁରାତନ ନବ ପୁରାତନ ପୁରାତନ ଆଚ୍ଛା ହଁ ନୂତନ ପୁରାତନ ନବ ମାନେ ହେଲା ନୂତନ ତେଣୁ ନୂତନର ବିପରୀତ ହେଲା ପୁରାତନ କୃତଘ୍ନ 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 କୃତଜ୍ଞ 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 ଭେରି ଗୁଡ ସାବାସ ତାପରେ ଦେଖ ନିମ୍ନୋକ୍ତ ଶବ୍ଦ ଗୁଡ଼ିକର ପ୍ରତିଶବ୍ଦ ବା ଗୋଟିଏ ହଁ ପ୍ରତିଶବ୍ଦ ବୋଲେ ଜାଣିଛ ପ୍ରତିଶବ୍ଦ ପଢିଥିବ ଗୋଟିଏ ଶବ୍ଦର ଅନେକ ଗୁଡ଼ିଏ ଅର୍ଥ ଥିବ ସେଟା ହେଲା ପ୍ରତିଶବ୍ଦ ହେଲା ରବି ରବିର କେତେ ଗୁଡ଼ିଏ ପ୍ରତିଶବ୍ଦ କୁହ ତ ରବି ଆମେ ପଢିଲେ ନା ପଦ୍ୟରେ ପଢିଥିଲେ ମୁଁ କହିଥିଲି ରବିର ଅର୍ଥ କଣ ସୂର୍ଯ୍ୟ ଭେରି ଗୁଡ ଭେରି ଗୁଡ ଆଉ କଣ ସୂର୍ଯ୍ୟ ଆଦିତ୍ୟ ଦେଖ କେତେ ଗୁଡ଼ିଏ ଅଛି ଦେଖ ଆହୁରି ତୁମେ ଖୋଜିକି ଲେଖିବ ସୂର୍ଯ୍ୟ ଭାସ୍କର ତପନ ଦିନମଣି ଆଦିତ୍ୟ ହେଲା ଆହୁରି ଅଛି ତୁମେ ଖୋଜିକି ଲେଖିବ ଠିକ ଅଛି ତାପରେ ଦେଖ ଜନନୀ ଜନନୀର ପ୍ରତିଶବ୍ଦ କୁହ ହଁ ସାବା ହଁ ଆଉ ହଁ ମା ହେଲା ମାତା ମା ଗର୍ଭଧାରିଣୀ ଠିକ ଅଛି ଜନନୀ ତାପରେ ଦେଖ ପିତା ପିତାର ପ୍ରତିଶବ୍ଦ କୁହ ବାପା ଟ୍ରୁ ଆଚ୍ଛା ଆଉ ବାପା ହଁ ବାପା ବାପା ପିତୃ ଆଉ ହଉ ଆଉ ଦେଖ ପିତାମହୀ ଜନକ ଜନକ ପିତାମହୀ ନାହିଁ ପିତାମହୀ ନୁହେଁ ହେଲା ଜନକ ବାପା ତାପରେ ଏତେ ତ ଲେଖିଥାଅ ତାପରେ ଫୁଲ 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 ଫୁଲର କୁହ କୁସୁମ ପୁଷ୍ପ କୁସୁମ କୁସୁମ ପୁଷ୍ପ ପୁଷ୍କରିଣୀ ନାଇଁ କୁସୁମ ପୁଷ୍ପ ସୁମନ କୁସୁମ ପୁଷ୍ପ ସୁମନ ଠିକ ଅଛି ହେଲା ଆହୁରି ବି ତୁମେ ଖୋଜିକି ଲେଖିବ ଆହୁରି ମଧ୍ୟ ଅଛି ତୁମେ ନିଜେ ନିଜେ ଖୋଜିକି ଲେଖିବ ତାପରେ ଧରା 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 ଧରିଣୀ ଧରିତ୍ରୀ ପୃଥିବୀ ହଁ ପୃଥିବୀ ସାବାସ ଧରିତ୍ରୀ ଧରା ସାବାସ ହଁ ପୃଥିବୀ ବସୁଧା ବସୁନ୍ଧରା ଧରିତ୍ରୀ ଧରିଣୀ ବହୁତ ଗୁଡିଏ ଅଛି ତୁମେ ଖୋଜିକି ଲେଖିବ
ହେଲା ଏଟା ମଧ୍ୟ ମନେ ରଖିବ। ତାପରେ ଗିରି ଗିରି ହଁ ଆଉ पर्वत पहाड़ ହଁ ଆଉ କଣ पहाड़ पर्वत और क्या होगा ପର୍ବତ ପାହାଡ ଶିଖର ନଗ ଏଟା ବି ପାହାଡର ବା ଗିରିର ଅର୍ଥ ହେଲା ପର୍ବତ ପାହାଡ ଶିଖର ନଗ। ତାପରେ ନଦୀ 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 ନଦୀର କୁହ सागर ନା ନା ନଦୀର ସାଗର ନୁହେଁ ଦେଖ ତଟିନୀ ନଈ ସରିତା ତରଙ୍ଗିଣୀ ହେଲା ତଟିନୀ ନଈ ସରିତା ତରଙ୍ଗିଣୀ ହେଲା ସାଗର ନୁହେଁ ସାଗର ହେଲା ସମୁଦ୍ର ସାଗର ତାପରେ ଅଛି ସାଗର ସାଗର କୁହ समुद्र हाँ। समुद्र ଆଉ ଠିକ ଅଛି ଦେଖ ସମୁଦ୍ର ସିନ୍ଧୁ ପାରାବାର ସମୁଦ୍ର ସିନ୍ଧୁ ପାରାବାର ହେଲା ସମୁଦ୍ର ସିନ୍ଧୁ ପାରାବାର। ତାପରେ ଆକାଶ ଆକାଶର କଣ କୁହ ଶୀଘ୍ର କୁହ ନଭ ଅମ୍ବର ଗଗନ ନଭ ଅମ୍ବର ଗଗନ ଠିକ ଅଛି ଆକାଶର। ତାପରେ ଆସିଲା ଜଳଧର ଜଳଧରର କୁହ କହିଥିଲି ମୁଁ जल मेघ जिमुत जलद बारिधर एटा है जलधर मेघ है मेघ जिमुत जलद आउ बारिधर। तबे विहंगमर देख पक्षी चढ़ई विहग विहंगम अच्छा तापरे सौदामिनी सौदामिनी रो अर्थ कौन सौदामिनी बिजुली क्षणप्रभा बिजुली क्षणप्रभा ଅଛି ହେଲା ଏଟା ହେଲା ପ୍ରତିଶବ୍ଦ ଲେଖିବ ଏବଂ ତୁମ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଦେଖେଇବ ହେଲା ଆଉ ମନେ ରଖିବ ବିପରୀତ ଶବ୍ଦ ହେଲା ପ୍ରତିଶବ୍ଦ ହେଲା ମନେ ରଖିବ। ତାପରେ ହେଲା ଗୃହ କାର୍ଯ୍ୟ ନିଜ ମନରୁ ଜନ୍ମଭୂମି ସମ୍ପର୍କରେ କବିତାଟିଏ କିମ୍ବା ଅନୁଚ୍ଛେଦଟିଏ ଲେଖିବାକୁ ଚେଷ୍ଟା କର ନିଜ ମନରୁ କଣ କରିବ ଜନ୍ମଭୂମି ସମ୍ପର୍କରେ ଗୋଟେ କବିତା କିମ୍ବା ଅନୁଚ୍ଛେଦ ଟିକେ ଲେଖିବା ପାଇଁ ଚେଷ୍ଟା କରିବ ଏବଂ ତୁମ ନିଜ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଦେଖିବ। ଠିକ ଅଛି ଧନ୍ୟବାଦ।